ଗ୍ରହଣ ଲାଗିଛି ଆଉ ବନ୍ଦିତା ଏଇଠି ବସିକି ଭାତ ଖାଉଛି। ଏଇଟା ଜମା ବି ହେଲେ ଭାବିବେନି ଏଇଟା ହେଉଛି ଭୁଲ କଥା। ସତ କଥା ହେଉଛି ଏଇ ଭିଡ଼ିଓଟି ହେଲା ସୁଦଶା ବ୍ରତ ଦିନର, ଯେଉଁଦିନ ବ୍ରତ ପଡ଼ିଥିଲା ନା ସେଇ ଦିନର। ହେଲେ ଏତେ କର୍ମବ୍ୟସ୍ତ ଯେ ଆପଣମାନଙ୍କ ସହିତ ସେୟାର କରିବାକୁ ପୁରାପୁରି ଭୁଲି ଯାଇଥିଲି। ତ ଆଜି ଟାଇମ୍ ମିଳିଗଲା, ଭାବିଲି ଚାଲନ୍ତୁ କରିଦେବା ସେୟାର ଆଉ କ'ଣ। ଆପଣ ତ ଆମରି ସାଙ୍ଗ ଭାଇ ଭଉଣୀ, ଆଉ କ'ଣ ଆଡ଼ଜଷ୍ଟ ଟିକେ କରିଦେବେ ଆଉ କ'ଣ। ଦେଖିପାରୁଥିବେ ଏଠି ଭାତରେ ପଡ଼ିଥିଲା ଅନ୍ନପୂର୍ଣ୍ଣା ପତ୍ର, ତ କେତେ ବାସ୍ନା ହେଉଥିବ ଆପଣ ଅନୁମାନ କରିପାରୁଥିବେ। ତା ସହିତ ଗୁଆ ଘିଅ ପଡ଼ିଥିଲା ଦେଶୀ ଏକଦମ, ବହୁତ ହିଁ ଟେଷ୍ଟି ଲାଗୁଥିଲା। ତା ସହିତ ଥିଲା ଦହି, ଯେଉଁଥିରେ କି ଆମ୍ବ କଷିଆ ଅଦା ଆଉ ପୁଦିନା ପତ୍ର କଞ୍ଚା ଲଙ୍କା ସବୁ ଛେଚା ହେଇଥିଲା, ମସ୍ତ ଟେଷ୍ଟ। ତା ସହିତ ହେଇଥିଲା ଗୋଟେ ଡାଲମା, ଡାଲମାରେ ପଡ଼ିଥିଲା ନଡ଼ିଆ କୋରା, ଖାଇବାଟା ଏକଦମ ଜମି ଯାଇଥିଲା। ଆଚ୍ଛା, ଆପଣମାନେ ଗୋଟେ ଜିନିଷ ଲକ୍ଷ୍ୟ କଲେଣି, ଗୋଟେ ନୂଆ ଟି ସାର୍ଟ ପିନ୍ଧିଛି ମୁଁ। ଭାଇ ଆଣିଥିଲା ମୋ ପାଇଁ। ଭାଇ କହିଲା ଯେଉଁଦିନ ତୁ ଏଇଟା ପିନ୍ଧିକି ଫାଷ୍ଟ ଅପଲୋଡ଼ କରିବୁ ନା ଭିଡ଼ିଓ, ଦେଖିବୁ ତୋ ଫଲୋଅର୍ ମାନେ କହିବେ ଆରେ ବା ଆଜି ତ ବନ୍ଦିତା ଗୋଟେ ନୂଆ ଡ୍ରେସ୍ ପିନ୍ଧିଦେଇଛି ଆଉ କ'ଣ, ମାନେ ନୂଆ ଟି ସାର୍ଟ ମୋ ଏକା କଥା। ଡ୍ରେସ୍ କ'ଣ ଟି ସାର୍ଟ କ'ଣ ସବୁ ଏକା ନୁହେଁ କି, ସବୁ ତ ପିନ୍ଧା ହେଉଛି ଆଉ କ'ଣ। ତ ଖାଇବାରୁ ଏଠି ଦେଖି ଆପଣମାନେ ଜାଣୁଥିବେ ମୁଁ ଖାଉଛି, ଏଇଟା ଦହି ପିଉଥିଲି। ଆପଣମାନେ ଭାବିବେନି ନା କି ତାଟିଆରେ କ'ଣ ପିଇଗଲାଣି ଚାମଚ କାଇଁ, ମାନେ ଏତେ ଥକି ଯାଇଥିଲି ମୁଁ ମନ୍ଦିରରୁ ଆସିଲା ପରେ, ଯେହେତୁ ଓଷା ଥିଲା ଖାଇବା ଡେରି ହେଇଥିଲା, ଏତେ ଥକି ଯାଇଥିଲି ଯାଇକି ଚାମଚ ଆଣିବା ପାଇଁ ବି ମୋର ପେସେନ୍ସ ନଥିଲା। ମୁଁ କହିଲି ଚାଲ ସେଇ ତାଟିଆରେ ପିଇଦେବା ମ। ଆଚ୍ଛା ହଁ, ଆଉ ଗୋଟେ କଥା, କେତେଜଣ କମେଣ୍ଟ କରୁଛନ୍ତି କି ବାଁ ହାତରେ ଖାଉଛ, ଏଇଟା ଜମା ବି ନୁହେଁ। ଏଇଟା ମୁଁ ଡାହାଣ ହାତରେ ହିଁ ଖାଉଛି, କିନ୍ତୁ ଫ୍ରଣ୍ଟ କ୍ୟାମେରା ୟୁଜ୍ କରୁଛି ବୋଲି ଏମିତି ଲାଗୁଛି। ରହିଲି, ଜୟ ଜଗନ୍ନାଥ।